ମୁଁ ଗୁଡ଼ି ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୋର ଆଜିର ବ୍ଲଗ୍କୁ। କାଲିର ବ୍ଲଗ୍ ତ ମୁଁ ଆପଣମାନଙ୍କୁ ମାନେ ଅପଲୋଡ଼ କରିପାରିନି, କାଲି ଆୟୁଷ ସ୍କୁଲ ବି ଯାଇନଥିଲା। ତ ଏଇଟା ଦେଖନ୍ତୁ, ଏଇ ଭିଡ଼ିଓଟା ହେଉଛି କାଲିର। ତ କାଲି ସନ୍ଧ୍ୟାବେଳେ ପୁଅକୁ ପଠେଇଲି କି ଆମର ସେଇଠି ମାନେ ଆମର ଯେଉଁଠି ଘର ଚାରପାଲି ଛକର ଆଗକୁ ଗଲେ କୁସୁନାପାଲି ଗୋଟେ ଜାଗାର ନାଁ, ଗୋଟେ ଛୋଟ ଗାଁର ନାଁଟା, ମାନେ ଗୋଟେ କଲୋନୀର ନାଁଟା। ତ ସେଠିକି ପଠେଇଥିଲି ବରା ସିଙ୍ଗଡ଼ା ବନେଇଥିଲେ ଆଉ ପକୁଡ଼ି ବନେଇଥିଲେ। ମୋତେ ରବି ଆସିକି କହିଲେ, ତ ସେଥିପାଇଁ ତାକୁ ମଗେଇଥିଲି, କିନ୍ତୁ ଦେଖିଲା ବେଳକୁ ସବୁ ସରିଯାଇଥିଲା। ଯେହେତୁ ସେ ବହୁତ ବଢ଼ିଆ ବନାନ୍ତି, ବହୁତ ବଢ଼ିଆ କେମିତି ନା ସାଧା ସାଧା ବନାନ୍ତି, ସେଥିପାଇଁ। ତ ଯାହା ହଉ ସେ ଯାଇଥିଲା, ଗୋଟେ ଆଡ଼ୁ ତାର ସାଇକ୍ଲିଂ ବି ହେଇଗଲା, କିନ୍ତୁ ମିଳିଲାନି। ଆଉ ଏଇଟା ଦେଖନ୍ତୁ, ଏଇଟା ହେଉଛି ସେଇ ସନ୍ଧ୍ୟା ସମୟର ଭିଡ଼ିଓ। ତ ଇଲୁ ତଳେ ଯାଇକିରି ତାର ଆମର ସମସ୍ତଙ୍କର ବାକ୍ସ ମାନେ ଅଛି, ଆପଣମାନେ ଦେଖିଥିବେ। ସେଇ ବାକ୍ସରେ ଇଲୁର ତକିଆ ଥିଲା, ଯେହେତୁ ତା ବାପା ମା ଆସିକି ପହଞ୍ଚିବେ, ଆଜି ସକାଳେ ପହଞ୍ଚିଲେ, ସେଥିପାଇଁ ଇଲୁ ଯାଇଥିଲା ଆଣିବା ପାଇଁ ତକିଆ। ତ ସେଇଟା ବିଟୁ ବି ଯାଇଥିଲା ଧରିବା ପାଇଁ। ତା ମନ ତ ବହୁତ ଖୁସି, ମାନେ ଦେହ ଅସୁସ୍ଥ, କିନ୍ତୁ ଅଜା ଆଈ ଆସିବାର ନାଁ ଶୁଣିଲା କ୍ଷଣି ତାର ପୁରା ଦେହ ସୁସ୍ଥ ଲାଗିଲା। ଆଉ ଏଇଟା ଦେଖନ୍ତୁ, ତାପରେ ସକାଳ ବେଳ ସମୟର ଭିଡ଼ିଓ ଏଇଟା, ଆଜି ସକାଳ ସମୟର, ଯେଉଁଟାକି ପରିବାବାଲା ଆସିଥିଲେ, ବାବା କିଛିଟା ପରିବା ରଖିଲେ। ଆଉ ଏଇଟା ଇଲୁର ବାବା ଆଉ ମା ଆସିକି ମଉସାମାଉସୀ ପହଞ୍ଚିଗଲା ପରେ ଯେତେ ହେଲେ ବି ଇଲୁ ଯାଇକି ମାନେ ଯେତେ ହେଲେ ବି ବାବା ମା ଆସିଲେ ତ ତଳେ ମାନେ ମନ ତ ମାନେ ଶୋଇବାକୁ ତ ମାନେ ରାତିରେ ଭଲସେ ନିଦ ବି ହୁଏନି, ଆଉ ମାନେ ଛନକା ଛନକା ନିଦ ହୁଏ, କାଳେ ନିଦ ହେଇଯିବ କି ପଳେଇ ଆସିବେ କି। ତ ସେଇଟା ଇଲୁ ଜଲ୍ଦି, ଏମିତିରେ ତ ଇଲୁ ଜଲ୍ଦି ହିଁ ଉଠୁଛି, ତାର ଜବ୍କୁ ଯାଏ, ସେଥିପାଇଁ ସେ ଜଲ୍ଦି ଉଠେ, ମୋଠୁ ଆଗେ ଉଠେ। ସେ 4:45 5ଟା ଆଡ଼କୁ ଉଠିଯାଏ। ତ ସେଇଟା ମଉସା ଯାଇଥିଲେ, ତାକୁ ଛାଡ଼ିଲେ, ଆଉ ଗାଡ଼ିଟା ନେଇକି ପଳେଇ ଆସିଲେ। ଇଲୁକୁ ନେଇକି ସ୍କୁଲରେ ଛାଡ଼ିଲେ, ଆଉ ଗାଡ଼ିଟା ନେଇକି ପଳେଇ ଆସିଲେ। ଯେହେତୁ ମଉସା ରହିଲେ ପଦମପୁର ଆଡ଼େ ଯାଆନ୍ତି, ଦୋକାନରେ ବସନ୍ତି, ଖରାବେଳେ ଯାଇକି ପୁଣି ଦୋକାନରେ ବସନ୍ତି। ତ ସେଇଟା ଇଲୁକୁ ଛାଡ଼ିକି ଗାଡ଼ିଟା ନେଇକି ପଳେଇ ଆସିଲେ। ଆଉ ଇଲୁକୁ ପୁଣି ଆଣିବା ପାଇଁ 1 ବଜେ ଗଲେ। ଆଉ ଇଲୁ ଗଲା ପରେ ପରେ ହିଁ ମୋ ପୁଅର ଟାଇମ୍, କାରଣ ଇଲୁ ଯାଏ 6:30ରେ, ତ ମୋ ପୁଅ ବି ଯାଏ 6:35 ଆଡ଼କୁ ତଳକୁ ଯାଏ। ତ ସେଇଟା ଇଲୁ ଗଲା, ଇଲୁ ପରେ ପରେ ମୋ ପୁଅ ଗଲା। ମୋ ପୁଅ ଯାଉ ଯାଉ ହିଁ ତାର ବସ୍ ଆସିଗଲା, ତା ସାବା ତାକୁ ବସ୍ରେ ବସେଇ ଦେଲେ। ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ସମସ୍ତେ ଭଲରେ ଥିବେ, ସୁସ୍ଥ ସବଳ ଥିବେ। ଆଉ ଏବେ ସମୟ ହେଇଗଲାଣି 8:30 ପୁରା, ଦେଖନ୍ତୁ ପୁରା 8:30 ସକାଳ। କେତେ ଝାଳ ଦେଖନ୍ତୁ, ଆଜି ବହୁତ ହି ଗରମ, ମାନେ ଗୁଳୁଗୁଳି। କାଲି ବି, ଏବେ 2-3 ଦିନ ହେଲାଣି ବହୁତ ହି ଗରମ ହେଉଛି, ଆପଣମାନେ ବି ଜାଣିପାରୁଥିବେ। ତ ଆୟୁଷର ପାପା ତ ଗଲେ। କାଲି ରାତିରେ ମୁଁ ଆଳୁ ଭଜା ଭାଜି ଦେଇଥିଲି, ସାଧା ଆଳୁ, ମାନେ ଗୋଲମରିଚ ଗୁଣ୍ଡ ଦେଇକିରି ଆଳୁ ଭଜା ଭାଜି ଦେଇଥିଲି। ସକାଳେ ଖାଲି ରୁଟି ବନେଇଦେଲି, ଦେଇଦେଇଛି। ଇଲୁର ବାବା ମା ଆମେ ପହଞ୍ଚୁ ଆଜି ଟିକେ ଲେଟ୍ ହେଇଗଲା, ପୁରା 6ଟା ପାଖାପାଖି। ଆଜି ଟିକେ ଲେଟ୍ ଥିଲା ଗାଡ଼ି, ମାଲ୍ ମାନେ ପଦମପୁରରେ ମାଲ୍ ସବୁ ମାନେ ଉତରା ହୁଏ, ବାହାର କରାହୁଏ ଗାଡ଼ିରୁ, ତ ସେଇଟା ହିଁ ଟିକେ 5-10 ମିନିଟ୍ ଲାଗେ। ତ ଆଜି ଟିକେ ବେଶୀ ଟାଇମ୍ ଲାଗିଲା। ତ ସେଇଟା ଇଲୁର ବାବା ମା ଆସିଛନ୍ତି, ମଉସା ମାଉସୀ। ଯେହେତୁ ଇଲୁର ବି ଦେହ ଖରାପ, ତା ସାଙ୍ଗରେ ଛୁଆର ଦେହ ଖରାପ, ଆପଣମାନେ ତ ଜାଣିଛନ୍ତି। ଛୁଆଟା ଘରେ ଅଛି, ଟିକେ ଅସୁବିଧା। ଆଉ ଟିକେ କ'ଣ କି ମାନେ ଖାନା ପିନାରେ ଟିକେ ସେ ବଦମାସି କରୁଥିଲା, ଜମା ଖାଉନଥିଲା। ସେଇଥିପାଇଁ ତା ଦେହ ଦେଖିକିରି ଇଲୁ ତା ବାବା ମାଆଙ୍କୁ ଡାକିଛି। ଏମାନେ ପଦମପୁର ଯାଇଛନ୍ତି, କିନ୍ତୁ ଦେଖିଲା ବେଳକୁ ବୁନ୍ଦୁ ମାମା ଉଠିଗଲା। ସେ 9 ବଜେ ଆଡ଼େ ଉଠେ। ଆଉ ଜାଣିଛନ୍ତି ତ, ଛୁଆମାନେ ତ ଭଲରେ ଜାଣିପାରନ୍ତି ବାବା ମାମା କୁଆଡ଼େ ଗଲେ। ତ ସେ କ'ଣ କରୁଛି, ଉଠିଗଲା ଆଜି ଜଲ୍ଦି, ଏତେ ଜଲ୍ଦି ଉଠେନି, 9 ବଜେ ଉଠେ। ହାଇ କହିଦେ, ହାଇ କହିଦେ, ହାଇ ଗାଇସ୍ କହିଦେ। ତା ବାବା ମାମା ନାହାନ୍ତି, ଉଠି ଯାଇଛି ଆଉ। ମା ବୋଲି ରହିଲା, ନହେଲେ ମୁଁ ଥିଲେ ସେ ଆହୁରି ଚିଲେଇଥାନ୍ତା। ନିଦରୁ ଉଠିଲେ ମୁଁ ଥିଲେ ଚିଲେଇଥାନ୍ତା, ମୁଁ ଟିକେ ଲାଗେ ତ ସେଥିଲାଗି। ସେଇଟା କ'ଣ ମାମା? କ'ଣ ସେଇଟା କହିଦେ ତ, କ'ଣ ସେଇଟା ମାମା? କହିଦେ ତ ମାମା, ଓ ପାଣି ପିଇବ କହୁଛି, ପାଣି ମାଗୁଛି ସେ। ସକାଳେ ଉଠିଲେ ବୋଧେ ପାଣି। ମାମାର ବେଲୁନ କାଇଁ? କହିଦେ ତ ମାମା, ସେଇଟା କ'ଣ? ହଁ, ବେଲୁନ।
माँ ता पाखे शोईकी मैं कहली माँ को माँ से कांदुची आ तमें जा ता पाखे टे शोला भाया हम ता माँ क्षीर देकी जाइए बोतल पीदेव जा हो माँ पाखे मैंने रहीगला मु देखले कौन मु कौन दीटा छुआ को लगे मु आया सांगे भी लगे मु छुआ मान सहित लगे तो से देखला माने चिड़ी जीव सकाळ जहाँ भी मॉर्निंग टाइम रे सब छुआ माने माँ हो बाबा हो ताको कोଳରେ ଟିକେ ବସିବା ପାଇଁ इच्छा करती मो टन पीसी एबे जस्ट आसी थिले मु छुआ पाखरे बसथिली सेति पे मु वीडियोटा करि पालेनी देखंतु बढ़िया साड़ीटे आनी दैचंती मोर सासू मा लगी बढ़िया लागुछ घर पिंधा लगी तो जेमती हेले दरकार से मझे मझे आनी देसन मोर दुईटा जाक पीसी बढ़िया आनी देसन भल भल शाड़ी एटा बढ़िया लगे माँ को सब बेले पसंद पूरा संबलपुरी कॉटन तो बिल्कुल ही पसंद नहीं माँ को पसंद माने पतला होती शाड़ी आ पतला हल्का पिंधापी आगड़ा जदि टी मोटा रोले माने ये लगे कौन कि माने ओजन ओजन लगे देहरे पूरा चिपकी चिपकी है भाया लगे से ना यहाँ भल अच्छी किंतु एबे मु जाऊँगी चाउल को गड़े देवी ये जेहेतु देसी चाउल चाष चाउल से सब बड़े गड़ा हुए माँ गड़ाती किंतु आज लेट हो गलानी माँ को जलखिया खाइबार से आईटा सब पियाज पियाज कटा हो मुनि काटिकी रखीदी टमाटो चटनी हम आज टमाटो चटनी हम शाग हम आईटा हम सोयाबीन आम समस्त हम माछ तरकारी ए सॉरी माछ तरकारी नहीं माछ भजा लाल लाल माछ भजा हम से मसूर डाली बसा होती जिते जहाँ मसूर डाली हो हरड़ डाली हो कि मुग डाली हो जेकोसी डाली हो बस माने खोलारे सिझेकी करवाटा बहुत भल लगे एमती प्रेसर बसले सीझा सीझा लगे भल लगे आईटा देखो भात बने बसी मु जाऊँगी चाउल को गड़े देवी आईटा हूँ सोयाबीन लगी आईटा हूँ टमाटर आज हम चटनी किए खाए खाली रवि खाइबे आयुषर पापा खाइबे आउ बाबा पसंद करते बाबा खाइबे बस मु जाऊँगी चाउलटा गड़े देवी माँ सेपटे जलखिया खाऊले तो से मत कहले गड़े दे तो मुझे गड़े देली चाउलटा चाउलटा गड़ाइया को एत गड़ा चाउल तो टिके टाइम लगे सेटा मुझे गड़े देती आउटे तो भात बसला सेपटे डाली डालीटा माने हुइसिल भी हो जाता मनी बंद कर देता तापर चाउल गड़े मुझे चाउल पकईदेली आईटा देखूँ यहाँ हूँ कलम शाग जोटा कि बाबा आज 20 टंकार रखी थे आईटा मसला देकी बहुत बढ़िया लगे आ माँ खाली साधा पियाज रसुण देकी भी भाजिले भल लगे तो यहाँ मोनी कहते कि माँ यहाँ बड़ बड़ पियाज होती सुंदर देखा किंतु देखला बेलू से पचा बाहर एमती गरम रे तो निश्चित भाव आलू पचि जाऊँगी से पियाज भी पचि जाऊँगी पियाज तो बड़ बड़टा से प्रत्येकटी घरर कथा आईटा माँ मत कही माछ छाणी देवाक मुझे बसई देती माछ माछ जमी ढूढ़ाई फाटुला तो मुझे दूरे डरी डरिकी भाजी दूसरी मोर आज ब्लॉग आपण मैंने कौ देश कौ सहर कौ गाँव देखुं निश्चित भाव कमेंट रे जनातु जहाद्वारा मुझे आपण मानक धन्यवाद दे पारिबी आ मोर आज ब्लॉग भल लगिले चैनल को सब्सक्राइब करेंगे वीडियो को लाइक करेंगे रही टाटा।